ମୁଁ ଶାନ୍ତନୁ କୁମାର ଜେନା ତୋଡଙ୍ଗା ବିଜୁ ଜନତା ଦଳର ଗତ ଥରର ମୁଁ ନିର୍ବାଚନ ପରିଚାଳନା କରିଥିଲି ଏବଂ ପୂର୍ବତନ ସଭାପତି ମଧ୍ୟ ଇନଚାର୍ଜ ଥିଲି। ମୁଁ ବି ବହୁତ କାର୍ଯ୍ୟକ୍ରମ କରୁଛି ଏବଂ ଆଗକୁ ନେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେଉଁ ବିକାଶର ଧାରା ବର୍ତ୍ତମାନ ହୁ ହୋଇ ଚାରିଆଡେ ଓଡ଼ିଶା ସାରା ମାଡ଼ି ଚାଲିଛି, ସେଇଥିରେ ଉଦ୍ବୁଦ୍ଧ ହୋଇ ଆମ ମୁଖ୍ୟମନ୍ତ୍ରୀଙ୍କର ଯୋଉ ଷଷ୍ଠ ଥରର ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ଏବଂ ପାଞ୍ଚ ଥରର କୃଷି କର୍ମଣ ଯୋଉ ପୁରସ୍କାର ଓଡ଼ିଶା ପାଇଛି ଏବଂ ତାଙ୍କର ଯୋଉ ବିଚାରଧାରା ତାଙ୍କୁ ପରାହତ କରିବା ପାଇଁ ବିରୋଧୀ ପାଖରେ ଶକ୍ତି ନାହିଁ। ତେଣୁ ଏଥର ଷଷ୍ଠ ଥର ପାଇଁ ଆମେ ତାକୁ ଯେମିତି ହଉ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ଅଧିବେଶନ করে। ଆଉ ଆମର ଯୋଉ ବିଧାୟକ ପ୍ରାର୍ଥୀ ବର୍ତ୍ତମାନ ହେଇଛନ୍ତି, ଆମେ ଭଦ୍ରକରେ ଆମ ପାଖ ଭଦ୍ରକ ଜିଲ୍ଲାର ସେ ଥିଲେ ବିଧାୟକ ପ୍ରାର୍ଥୀ। ତାଙ୍କର ଯୋଉ କାର୍ଯ୍ୟ କରିବାର ଶୈଳୀ ଆମେ ସବୁ ଦେଖିଛୁ, ଅତ୍ୟନ୍ତ ପ୍ରଶଂସନୀୟ, ଉଚ୍ଚକୋଟୀର। ମେଡିକାଲ ଠାରୁ ଇଣ୍ଡୋର ଖେଳ ପଡିଆ ଏବଂ ନେହେରୁ ଷ୍ଟାଡିୟମର ଯୋଉ ଉନ୍ନତି, ରାସ୍ତାଘାଟ ସବୁ ପ୍ରକାରର ଉନ୍ନତି ହେଇଛି ଏବଂ ସିଏ ଆମକୁ କଥା ଦେଇଛନ୍ତି ଯେ ଆହୁରି ଯାହା ଆମ ମାନ୍ୟବର ବିଧାୟକ ପ୍ରଫୁଲ୍ଲ ସାମନ୍ତଙ୍କର ଯୋଉ ଅଧୁରା ଜିନିଷ ରହିଯାଇଛି ତାକୁ ସେ ପୂର୍ଣ୍ଣାଙ୍ଗ କରିବେ ଏବଂ ଆମେ ମାନ୍ୟବର ସଞ୍ଜୀବ ମଲ୍ଲିକ କାର୍ଯ୍ୟରେ ଉଦ୍ବୁଦ୍ଧ ହୋଇ ତାଙ୍କୁ 100% ଜିତେଇବୁ। ଏହା ହିଁ ଆମର ବଜ୍ର ଶପଥ।